ଏଇଟା ଆଣିବ କି ତାକୁ ସେଇଟା ହିଁ ଆଣିବ ଅଲଗା ମେନ୍ ଜିନିଷ ଆମେ ଏଇଟା ଏଇଠି ଦେଲେ ଓହୋ ବାଇକଟା 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 ଆମେ ଏଇଠି ନେଲୁ ନା ଆମେ ମୋବାଇଲ ସ୍କ୍ୱାଡ୍ ଧରିଲେ ଆମେ ଲେଖିବୁ ନା ବାସ୍ ହଁ ହଁ ମୁଁ ଭକ୍ତବତ୍ସଳ ବର୍ମା ଡିଷ୍ଟ୍ରିକ୍ଟ ମୋବାଇଲ ସ୍କ୍ୱାଡ୍ ଆଇଆଇସି କଟକ। ଆମେ ଏକ୍ସାଇଜ୍ ସୁପରିଟେଣ୍ଡେଣ୍ଟ ଶ୍ରୀ କରୁଣାଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଆମେ 2 ଦିନ ହେଲା ଖବରଟା ପାଇଲୁଣି ଏବଂ ତାଙ୍କ ଉପରେ ଆମେ କଡ଼ା ନଜର ରଖିଥିଲୁ। ଲଟେରୀ ପାଇଁ ଆମେ ସଡନ୍ ଚଢ଼ଉ ତ କରିପାରିଲୁନି, କିନ୍ତୁ ଆମର ସବୁ ଜାଗାରେ ସ୍ପାଏ ଏନଗେଜ୍ କରିଥିଲୁ। ଗତ ରାତି ପ୍ରାୟ 3:30 ବେଳେ ଆମେ 2ଟା ଟିମ୍ ତିଆରି କଲୁ। 2ଟା ଟିମ୍ରେ ଆମର ଗୋଟେ ମୋବାଇଲ ସ୍କ୍ୱାଡ୍ ଟିମ୍ ରହିଲେ, ଆଉ ଗୋଟେ ଟିମ୍ରେ ଆମର ରହିଲେ ସାଲେପୁର ରେଞ୍ଜ ଇନ୍ସପେକ୍ଟର ଆଉ ତାଙ୍କ ଟିମ୍ ସହିତ ମିଶିକି ଆମର ଚୌଦ୍ୱାର ଏକ୍ସାଇଜ୍ ଷ୍ଟେସନ୍ ଆଉ ନିଶ୍ଚିତପୁର ଏକ୍ସାଇଜ୍ ଷ୍ଟେସନ୍ ସବୁ ମିଶିକି ରହିଲୁ। ଆମେ ଅଲ୍ଲୀନଗର ଗାଁ ଉପରେ ସେ ପର୍ଟିକୁଲାର ଜଣେ ଲୋକ ଥିଲା ଅମୁଲି ବୋଲି, ଯାହାର ନାଁରେ ଆମର କମ୍ପ୍ଲେନ୍ ଥିଲା, ରିପିଟେଡ୍ କମ୍ପ୍ଲେନ୍ ଥିଲା। ତାକୁ ଆମେ ଟ୍ରାକ୍ କରୁଥିଲୁ। ସେ ଗୋଟେ ଅଲଗା ଜାଗାରୁ ଜିନିଷ ସବୁ ଆଣି ତା ନିଜ ଘରେ ରଖିକି ତାକୁ ସ୍ପିରିଟ୍ ଆଉ କିଛି ଡୁପ୍ଲିକେଟ୍ ପେପର ଆଉ ବ୍ୟାଚ୍ ଗୁଡ଼ାକୁ ରଖିକି ସେ ତାଙ୍କର ଡୁପ୍ଲିକେଟ୍ କରିକି ବାହାର ଜାଗାକୁ ସପ୍ଲାଏ କରୁଥିଲେ। ତ ମେନ୍ କଲପ୍ରିଟ୍କୁ ତ ଆମେ କାଲି ରାତିରେ ଧରିପାରିନୁ, କିନ୍ତୁ ତାଙ୍କର ସେଇ ଟାଇମ୍ରେ ସେ ଲୁଚେଇବାକୁ ଚେଷ୍ଟା କରୁଥିଲେ। ତାଙ୍କର ବାପା ସେ ଜିନିଷ ଗୁଡ଼ାକୁ ହଠାତ୍ ଛାତ ଉପରୁ ତଳକୁ ଫୋପାଡ଼ି ଦେବା ଟାଇମ୍ରେ ଆମେ ତାଙ୍କୁ ନିଜ ହେଫାଜତକୁ ନେଇଛୁ ଏବଂ ତାଙ୍କୁ ପଚରାଉଚରା ବର୍ତ୍ତମାନ ମେନ୍ ଆକ୍ୟୁଜ୍ ବର୍ତ୍ତମାନ ସୁଦ୍ଧା ଧରା ପଡ଼ିନି, କାରଣ ସିଏ ବାହାରେ ଅଛି। ନାଇଁ ଆମେ ତ ମୁଁ ତ ନିଜେ ସ୍କ୍ୱାଡ୍ ବେଟର ଆଇଆଇସି, ଆମେ କମ୍ ଦିନ ଭିତରେ ଆସିବା ଭିତରେ ଆମେ କଣ୍ଟିନ୍ୟୁସଲି ରେଡ୍ କରୁଛୁ। ଲାଷ୍ଟ 7 ମାସ ଭିତରେ ଆମେ ଏ ଏରିଆରେ 4ରୁ 5 ଥର ରେଡ୍ କରୁଛୁ କେବଳ ଡୁପ୍ଲିକେଟ୍ ପାଇଁ। ଆଗରୁ ବି ଗୋଟେ ଡୁପ୍ଲିକେଟ୍ କେସ୍ ହେଇଛି। ଆଜି ସକାଳେ ଆମେ 4ଟା ଜାଗାରେ ଚଢ଼ଉ କରିଛୁ। ଗୋଟେ ଅଛି ଗୋଟେ ଆମର ଏ ନିୟରେଷ୍ଟ ଗୋଟେ ଫରେନ୍ ଲିକର ସପ୍, ତା ସାଇଡ଼୍ରେ ବି ଖବର ପାଇଥିଲୁ, ସେଠି ପାଇଲୁ, କିନ୍ତୁ ଖାଲି ଏଠି ଖାଲି ବୋଟଲ ଗୁଡ଼ାକ ପାଇଲୁ। ଡୁପ୍ଲିକେଟ୍ର ୱିଦାଉଟ୍ ବ୍ୟାଚ୍ ବାଲା ଖାଲି ବୋଟଲ ଗୁଡ଼ାକ ଆମେ ସେଠି ପାଇଲୁ, କିନ୍ତୁ ଏଠି କୌଣସି ଆସାମୀ ମିଳିନାହାନ୍ତି, କିଛି ଲୋକ ମିଳିନାହାନ୍ତି, ଅଲଗା କିଛି କ୍ଲୁ ମିଳିନି। ଆମେ ମେନ୍ ଲୋକ ପାଖରେ ପହଞ୍ଚିବାକୁ ବର୍ତ୍ତମାନ ଚେଷ୍ଟା କରୁଛୁ, ତାକୁ ଇନଭେଷ୍ଟିଗେସନ୍ ଆମେ କଣ୍ଟିନ୍ୟୁ ରଖିଛୁ। ଡୁପ୍ଲିକେଟ୍ ମଦ ବର୍ତ୍ତମାନ ତା'ର ଯେଉଁ ବ୍ୟାଚ୍ ଗୁଡ଼ାକ ପାଖାପାଖି 300 ଷ୍ଟିକର ଆମର ଜବତ ହେଇଛି। ସ୍ପିରିଟ୍ 14 ଲିଟର ଆଉ ଆମର ଡୁପ୍ଲିକେଟ୍ ଫରେନ୍ ଲିକର 20 ଲିଟର ପ୍ଲସ୍ ଆମର ଜବତ ହେଇଛି।